ମାର ମୃତ୍ୟୁ ପରେ ବି ମୁହଁ ଚାହିଁଲେନି ଜନ୍ମିତ ପୁଅ ଝିଅ। କେଡ଼େ ନିଷ୍ଠୁର, କେତେ ନିର୍ଦ୍ଦୟ ଏ ମଣିଷ। ମାର ଶେଷକୃତ୍ୟରେ ଉପସ୍ଥିତ ହେଲେ ନାହିଁ ନିଜର ପୁଅ ଝିଅ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ନିକଟରେ। ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଜଣେ ଧୋବା ସମ୍ପ୍ରଦାୟର ବିଧବା ମହିଳାଙ୍କ ଚାଲିଗଲା ଜୀବନ। ହେଲେ ମିଳିଲାନି ଜନ୍ମ କଲା ପୁଅ ଝିଅର କାନ୍ଧ। ପୁଅ ଝିଅ ବାହା ହୋଇ ଅନ୍ୟତ୍ର ଚାଲିଗଲେ। ଏକୁଟିଆ ହୋଇ ପର ଘରେ କାମ କରି ଜୀବନ ଅତିବାହିତ କରୁଥିଲେ। କିଛି ଦିନ ତଳେ ଅସୁସ୍ଥ ହେବାରୁ ତାଙ୍କ ସମ୍ପ୍ରଦାୟର ଜଣେ ଭଉଣୀ ତାଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ବିଧବା ମହିଳା ଜଣକ ହେଉଛନ୍ତି ରାଜେଶ୍ୱରୀ ନାୟକ। ତାଙ୍କର ଦେହାନ୍ତ ପରେ ପୁଅ ମୁନା ନାୟକଙ୍କୁ ଖବର ଜଣାଇବାରୁ ସେ ବିଶାଖାପାଟଣାରେ ଚିକିତ୍ସା ହେଉଥିବା ଫୋନ୍ ଯୋଗେ ଜଣାଇଥିଲେ ଓ ମାଙ୍କ ଶେଷକୃତ୍ୟରେ ପହଞ୍ଚି ପାରିବେ ନାହିଁ ବୋଲି କହିଥିଲେ। ତେବେ ଦଶମନ୍ତପୁର ସତ୍ୟ ସାଇ ସେବା ସଂଗଠନ, ସେବାଦଳ, ସମାଜସେବୀ ଏକତ୍ରିତ ହୋଇ ରାଜେଶ୍ୱରୀ ନାୟକଙ୍କ ଶେଷକୃତ୍ୟ ପେଡ଼ିସିଲ ପୋଲତଳ ମୁହାଣରେ ସମ୍ପୂର୍ଣ୍ଣ କରିଥିଲେ। ମୁର୍କାର ଗ୍ରାମରେ ରହୁଥିବା ଜଣେ ଧୋବା ସମ୍ପ୍ରଦାୟର ବ୍ୟକ୍ତି ତାଙ୍କୁ ମୁଖାଗ୍ନି ଦେଇଥିବା ଦେଖିବାକୁ ମିଳିଛି। ଆମେ ମାନୁନୁ, ଆମେ ସମସ୍ତଙ୍କ ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସୁଛୁ। ଦଶମନ୍ତପୁର ବାସିନ୍ଦା ଭଳିଆ ଆମେ ଏ ପାଖରେ ଆମ କୋରାପୁଟ ଜିଲ୍ଲାରେ ମଧ୍ୟ ବହୁ ଜାଗାରେ ଦେଖିବାକୁ ପାଉନୁ। ସମସ୍ତଙ୍କର ଅସୁବିଧା ସୁବିଧାରେ ଦେଖନ୍ତୁ ଆଜି ରାଜେଶ୍ୱରୀ ନାୟକ ଯେ ତାଙ୍କର ଦେହାନ୍ତ ହେଲା ମେଡିକାଲରେ, ତାର ପୁତ୍ର ଅଛି ବୋଲି ଶୁଣୁଛୁ, ବହୁ ପୁତ୍ର ସମସ୍ତେ ଅଛନ୍ତି ବୋଲି ଶୁଣୁଛୁ, କିନ୍ତୁ ସେ ଆଜି ତାଙ୍କର ଦୁର୍ଭାଗ୍ୟ ନିଜର ମାକୁ ମଧ୍ୟ ଆସିକରି କାନ୍ଦେଇ ପାରିଲେ ନାହିଁ। ଦୁଃଖର ବିଷୟ। ପୁଣି ଆମେ ଦଶମନ୍ତପୁର ଗ୍ରାମ ବାସିନ୍ଦା, ତାର ପୁତ୍ର, ତାର ସନ୍ତାନ ଆମେ ସମସ୍ତେ, ଏଇଟା ଆମର ସର୍ବଦା ଜାରି ରହିବ। କୋଉଠି କଣ ହେଲେ ମଧ୍ୟ ଆମର ଏଇ ଯୋଉ ଆମର ଦଶମନ୍ତପୁରର କମିଟି ଅଛୁ, ତାଙ୍କୁ ଖବର ଦେଲେ ଆମେ ପ୍ରସ୍ତୁତ ଅଛୁ। ସମସ୍ତେ ଯାଇ ପହଞ୍ଚି ତାର ଏଇ ଭଳିଆ କାର୍ଯ୍ୟ କରିବୁ। ଆମର କିଛି ପଛଘୁଞ୍ଚା ଦେବାର ନାହିଁ। ଆଜି ବଡ଼ ଦୁଃଖର ବିଷୟ। ହିନ୍ଦୁ ଶାସ୍ତ୍ର ଅନୁସାରେ ଅଛି ଯେ ଆମେ ଯେତେବେଳେ ବାହା ହଉ ସେ ସମୟରେ ଆମକୁ ବ୍ରାହ୍ମଣ, ଭଣ୍ଡାରୀ, ଧୋବା ଏ ସବୁ ଆମକୁ ମାନେ ଦରକାର ପଡ଼େ। ମରିଗଲା ବେଳେ ମଧ୍ୟ ଦରକାର ପଡ଼େ। କିନ୍ତୁ ଆଜି ଦଶମନ୍ତପୁରରେ ସେ ଜଣେ ବି ଥିଲା, ଆମେ ଯେକୌଣସି ଲୋକ ମରିଗଲେ ବି ଧୋବା ତ ଆମ ତୁଠରେ ଆଉ ଆସୁନଥିଲା। ଆମେ ଧୋବା ପାଣି ନେଇକି ସ୍ନାନ କରୁଥିଲୁ। କିନ୍ତୁ ବର୍ତ୍ତମାନ ଯେ ଆମର ଦଶମନ୍ତପୁରରେ ଧୋବା ଶୂନ୍ୟ ହେଇଯାଇଛି, ଯାହାଦ୍ୱାରା କି ଆମକୁ ଧୋବା ପାଣି ମଧ୍ୟ ଟିକେ ମିଳିବ ନାହିଁ। ଆମେ ଆଗାମୀ ଦିନରେ କ'ଣ କରିବୁ ଯଦି ଚିନ୍ତା କରିବୁ, ଏଇ ଆମର ହିନ୍ଦୁ ସଂସ୍କୃତି ଅନୁସାରେ ଯଦି ତୁଠରେ ଏମିତି କିଏ ଯଦି ଏମିତି ଅକାଳରେ ମୃତ୍ୟୁ ହୁଏ, ତାହେଲେ ଆମେ ସବୁ ସତ୍କାର କରୁ। ସେ ସମୟରେ ଆମକୁ ଧୋବା ଆବଶ୍ୟକ ପଡ଼େ। କିନ୍ତୁ ଆଜି ଧୋବା ଶୂନ୍ୟ ହେଇଯାଇଛି ଆମ ଦଶମନ୍ତପୁର। ସେଥିପାଇଁ ବୋଲି ମୁଁ ଦୁଃଖିତ। ଏଇ ଯେଉଁ ମା ଜଣେ ଆଜି ମରିଯାଇଛନ୍ତି, ଅବଶ୍ୟ ଯାଇକରି ସେ ଲୁଗାପଟା ସଫା କରିଦେଇ ପାରୁନଥିଲେ, କିନ୍ତୁ ଲୋକଙ୍କର ଏମିତି ସେ ଘରରୁ ମଧ୍ୟ ଧୋବା ପାଣି ଦେଇକି ସମସ୍ତଙ୍କୁ ଏ କାର୍ଯ୍ୟ ତୁଲାଉଥିଲେ। ସେଥିପାଇଁ ଆଜି ଆମେ ଦଶମନ୍ତପୁର ବାସୀ ତରଫରୁ ଆମେ ଭାରି ଦୁଃଖିତ, ଯେହେତୁ ଆଜି ଆମ ଦଶମନ୍ତପୁର ଧୋବା ଶୂନ୍ୟ ହେଇଯାଇଛି।